ଅଛି ଏ ଘର ଏଇ ଜମି ବାଡି ସବୁଥିରେ ଆପଣଙ୍କର ପୁଅର ଅଧିକାର ଅଛି ନା କି ଝିଅର। ଆପଣ ବୋଧେ ଜାଣି ନାହାନ୍ତି ଆପଣଙ୍କ ଝିଅର ଏସବୁ ଉପରେ କୌଣସି ବି ଅଧିକାର ନାହିଁ। ମୁଁ ଏତିକି କଥା ଜାଣିନି ଝିଅକୁ ଅଧିକାର ମିଳିବା କଥା ନା ନାହିଁ, ଝିଅର ଅଧିକାର ଅଛି ନା ନାହିଁ, ଏତିକି କଥା ମୁଁ ଜାଣିନି। ବାସ୍ ଏତିକି କହିବି, ମୁଁ ବଞ୍ଚି ଥାଉ ଥାଉ ମୋ ଝିଅ ନାଁରେ ଏତିକି ଟିକେ ଜାଗା ବି ମୁଁ ଲେଖିଦେଇକି ଯିବି। କମ୍ ସେ କମ୍ ତା ବାପ ଘରର ଚିହ୍ନଟା ତ ଥାଉ। ବାପ ଘର ଚିହ୍ନ? ଆମେ କଣ ମରିଗଲୁଣି ଯେ ସେ ତାଙ୍କୁ ବାପ ଘର ଚିହ୍ନ ତୁମେ ଅଲଗା କରିକି ଦଉଛ? ତାଙ୍କ ବାପ ଘର ଏଇଟା, ଆମେ ତ ବଞ୍ଚିଛୁ ନା। ତମେ ବଞ୍ଚିଛ, ତାଙ୍କର ଭାଇ ବଞ୍ଚିଛନ୍ତି, ତାଙ୍କର ଭାଉଜ ବଞ୍ଚିଛନ୍ତି, ମାନେ ବାପ ଘର ଚିହ୍ନ ଅଲଗା ଦେବା କଣ ଦରକାର? ମୁଁ ବଞ୍ଚି ଥାଉ ଥାଉ ମୁଁ ଦେଖୁଛି ତମେ ମୋ ଝିଅକୁ ପଚାରି ଦେଖୁନ, କାଲିକି ମୁଁ ମରିଗଲେ ମୋ ଝିଅ ଏଇ ଘରକୁ ଆସିପାରିବ? ଆରେ କମ୍ ସେ କମ୍ ତାକୁ ତ ତାର ଯୋଉ ବାପ ଘରକୁ ଆସୁଛି 2 ଦିନ ପାଇଁ, ସେଥିରେ କେହି ପଚାରି ଦେଖୁନ। କମ୍ ସେ କମ୍ ତାର ଅଧିକାରଟା ତ ତାକୁ ଦେଇଦିଅ। ତାର ଯୋଉଠି ହକଟା ଅଛି ତାକୁ ସେଇ ହକଟା ତ ଦେଇଦିଅ। ଆପଣ କଣ କହୁଛନ୍ତି? ଅଧିକାର, ତାର ହକ୍, ତାର ଇଏ ସିଏ, ଆପଣ ସିଧା ସିଧା କାହିଁକି କହୁନାହାନ୍ତି? କଣ କହିବାକୁ ଚାହୁଁଛନ୍ତି ଆପଣ ସିଧା ସିଧା କୁହନ୍ତୁ। ଶୁଣ ବୋହୁ, କଥାକୁ ବୁଲେଇ ବଙ୍କେଇକି କହିକି କିଛି ଲାଭ ନାହିଁ। ଗୋଟେ ଝିଅଟେ ତା ବାପ ଘରକୁ ବର୍ଷରେ ଥରେ 6 ମାସରେ ଥରେ ଆସିଥାଏ, ଆଉ ସେତିକି ବେଳେ ସେ ଆଶା ରଖିଥାଏ କି ତା ଭାଇ ଭାଉଜ କିଛି ତାକୁ ଦେବେ। କମ୍ ସେ କମ୍ ସେ ବର୍ଷେ 6 ମାସରେ ସେ ଯୋଉ ଆସୁଛି ତାକୁ ଲୁଗା ଖଣ୍ଡେ ତ ଦିଅ, ତାକୁ ଗଲା ବେଳକୁ କିଛିଟା ବେଗରେ ବାନ୍ଧି ତ ଦିଅ, କମ୍ ସେ କମ୍ ତା ହାତରେ ମିଠା ଗୋଟେ ପାକେଟ ତ ଦିଅ। କିନ୍ତୁ ଆଜିକାଲି ଭାଇ ଭାଉଜ ମାନେ ସେତିକି ବି କରୁନାହାନ୍ତି। ଯୋଉ ଝିଅଟି ତାର ହକର ଜାଗା, ତାର ହକର ଘର, ତାର ହକର ଜମି ବାଡି ସବୁ ସର୍ବସ୍ୱ